ନୂଆପଡା ଜିଲ୍ଲା ଗସ୍ତ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନୂଆପଡା ଜିଲ୍ଲା ଗସ୍ତ କରିଛନ୍ତି। ପ୍ରଭାତୀ ପରିଡାଙ୍କୁ ନୂଆପଡା ଜିଲ୍ଲା ସର୍କିଟ ହାଉସଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଠାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଜାତୀୟ ପତାକା ନେଇ ପ୍ରଭାତୀ ପରିଡା ମଧ୍ୟ ତ୍ରିରଙ୍ଗା ଯାତ୍ରାରେ ନିଜକୁ ସାମିଲ କରିଥିଲେ। ସର୍କିଟ ହାଉସଠାରେ ଦଳୀୟ କର୍ମୀଙ୍କ ସହିତ ବିଭାଗୀୟ ଅଧିକାରୀଙ୍କ ସହିତ ହୋଇଥିବା ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ସ୍ୱାଗତ କରିଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜି.ଆର୍. ରାଘବେନ୍ଦ୍ର ଉପସ୍ଥିତ ରହିଥିଲେ। ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ, ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ଯଦୁମଣି ପାଣିଗ୍ରାହୀ, ଗୋଲ୍ଡି ଅଗ୍ରୱାଲ, ପୂର୍ବତନ ବିଜେପି ସଭାପତି ଶିବ ପ୍ରସାଦ ମୁଣ୍ଡ, ସୁବ୍ରତ ଠାକୁର, ଭୈରବ ସାହୁ, ଅଜିତ କିଶୋର ଚଲାନ ଯୋଗ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନୂଆପଡା ଜିଲ୍ଲା ଗସ୍ତରେ ସାରା ସହର ଚଳଚଞ୍ଚଳ ହୋଇଉଠିଥିଲା। ଲୋକଙ୍କ ଗହଳିକୁ ନିୟନ୍ତ୍ରଣ କରିବା ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ସୁରକ୍ଷା ଦେବା ପାଇଁ ବ୍ୟାପକ ଭାବରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ନୂଆପଡାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, ଏବି ନ୍ୟୁଜ।